आहे नीला शैଳ प्रबଳ ମର୍ତ୍ତ ବାରଣ ପ୍ରବଳ ମର୍ତ୍ତ ବାରଣ ମୁଆରତ ନଳିନୀ ବନକୁ କର ଦଳନ आहे नीଳ ଶୈଳ ଗଜରାଜ ଚିନ୍ତା କଲ ଥାଇ ଘୋର ଜଳେଣ ଚକ୍ର ପିସି ନକ୍ର ନାସି ଉଦ୍ଧାରିଲ ଆପଣ आहे नीଳ ଶୈଳ। আজি হচ্ছে মহাপ্রভু শ্রী জগତরনাথ জগন্নাথଙ୍କ জন্মদিନ ସହିତ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପୁରାଣ କିମ୍ବଦନ୍ତୀ ସବୁରେ ଜାଣିଛୁ ଯେ ଆମେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଆମେ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାଉ। ଯେଉଁ ଦିନ କି ମହାପ୍ରଭୁ ପ୍ରାତଃ କାଳରୁ ଉଠି ତାଙ୍କ ନିତ୍ୟକର୍ମ ସବୁ ସାରି ମହାପ୍ରଭୁ ମାନେ 108 ଗରା ବିଶିଷ୍ଟ ଜଳରେ ଅଭିଷେକ ହୋଇଥାନ୍ତି। ବଡ଼ ପ୍ରଭୁ ବଳଭଦ୍ର ହୁଅନ୍ତୁ, ମା ଭଉଣୀ ସୁଭଦ୍ରା ହୁଅନ୍ତୁ କିମ୍ବା ଆମ ଜଗନ୍ନାଥ। ପୁରାଣ କିମ୍ବଦନ୍ତୀରେ ଅଛି ଯେ ଜଗନ୍ନାଥ ଙ୍କର ଆଜି ଜନ୍ମଦିନ ବୋଲି ମଧ୍ୟ ବହୁତ ଜଣ କହିଥାନ୍ତି। ଏବଂ ତା ସହିତ ଆପଣମାନେ ଜାଣିଛନ୍ତି ଯେ ଆଜି ଏହି ଜଗନ୍ନାଥଙ୍କର ସ୍ନାନ ବେଶ ସାରି ସାରିବା ପରେ ପ୍ରଭୁ ଗଜାନନ ବେଶ ହୋଇଥାନ୍ତି। କିମ୍ବଦନ୍ତୀ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି ଯେ ଗଣପତି ଭଟ୍ଟ ନାମକ ଜଣେ ଭକ୍ତଟି ଥିଲେ ଯିଏକି ଗଣେଶଙ୍କର ଉପାସକ ଥିଲେ। ତେଣୁକରି ତାଙ୍କୁ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ଗଣେଶ ଦେଖାଯାଉଥିଲେ। ତେଣୁକରି ସେ ଯେବେ ପୁରୀ ଦର୍ଶନ କରିବାକୁ ଯାଇଥିଲେ ଶ୍ରୀଜୀଉଙ୍କ ପାଖକୁ, ତାଙ୍କ ମନ ଦୁଃଖିତ ହୋଇଥିଲା ଯେ ସେ ଜଗନ୍ନାଥଙ୍କୁ ଦେଖିଲେ ସୁଦ୍ଧା ତାଙ୍କ ମନ ତୃପ୍ତ ହେଲାନି। କାରଣ ସେ ଜଗନ୍ନାଥଙ୍କ ଭିତରେ ଗଣେଶଙ୍କୁ ଖୋଜୁଥିଲେ। ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା। ସ୍ୱପ୍ନାଦେଶ ହେଲା ପରେ ମହାପ୍ରଭୁ କ'ଣ କରିଥିଲେ ନା ପଣ୍ଡାମାନଙ୍କୁ ସ୍ୱପ୍ନାଦେଶ ହେଇ ମଧ୍ୟ ଏହି ଗଣେଶ ବେଶଟିର ଆବିର୍ଭାବ ହୋଇଥିଲା ଗଜାନନ ବେଶ। ଆଜି ମଧ୍ୟ ଆପଣମାନେ ଦେଖିବେ ପୁରୀରେ ହଉ କିମ୍ବା ଆମର ଏହି ପାରଳାଖେମୁଣ୍ଡିରେ ମଧ୍ୟ ଜିଲ୍ଲା ପ୍ରଶାସନର ଉଦ୍ୟମ ଚେଷ୍ଟା ହଉ କିମ୍ବା ଜଗନ୍ନାଥ ସେବା ସମିତି ସଂଘ ସମସ୍ତଙ୍କ ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମଧ୍ୟ ଆଜି ଅନୁଷ୍ଠିତ ହୋଇଛି। ପ୍ରଶାସନର ସହଯୋଗ ଅଛି, ପୋଲିସ ବାହିନୀ ଗୁଡ଼ିକର ସହଯୋଗ ଅଛି, ସମସ୍ତଙ୍କ ପାଇଁ ପ୍ଲାଟୁନ ପୋଲିସ ଫୋର୍ସ ଗୁଡ଼ିକ ମଧ୍ୟ ନିୟୋଜିତ ଅଛନ୍ତି। ତା ସହିତ ଏଥର ଆମର ଅନ୍ନ ସେବାର ମଧ୍ୟ ଅନ୍ନପ୍ରସାଦ ବଣ୍ଟନର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯୋଉଦ୍ୱାରା ଭକ୍ତମାନେ ଆସି ଠାକୁରଙ୍କୁ ଦର୍ଶନ କରି ଅନ୍ନପ୍ରସାଦ ମଧ୍ୟ ଲାଭ କରିବା ସହ ପହଣ୍ଡିର ମଧ୍ୟ ଉପଭୋଗ ନେବେ। ଜଳଯୋଗର ମଧ୍ୟ ବ୍ୟବସ୍ଥା କରାଯାଇଛି। ତା ସହିତ ଆପଣମାନେ ଜାଣିଛନ୍ତି ଆଜି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ପୁରୀ ଗସ୍ତ କରିଛନ୍ତି, ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି। ଠିକ୍ ସେପରି ଏଠାରେ ଆମର ଜିଲ୍ଲାପାଳ ମହୋଦୟ ହୁଅନ୍ତୁ, ଅତିରିକ୍ତ ଜିଲ୍ଲାପାଳ ମହୋଦୟ, ଉପଜିଲ୍ଲାପାଳ ମହୋଦୟ ସମସ୍ତେ ମଧ୍ୟ ଆଜି ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି। ସତ ହେବା ଯେମିତି ଲାଗୁଛି ଯେ ଆଜିର ଏହି ପାରଳା ଜନମାଟିରେ ମଧ୍ୟ ପୁରୀର ସେଇ ଭଗବାନଙ୍କ ଦିବ୍ୟତ୍ୱ ମଧ୍ୟ ଅନୁଭବ ହେଉଛି। ଏବଂ ଆମେ ସମସ୍ତେ ଆଶା କରୁଛୁ ଯେ ପ୍ରଭୁ ଜଗନ୍ନାଥ ଏମିତି ହିଁ ଲୋକମାନଙ୍କ ଉପରେ କଲ୍ୟାଣ କରନ୍ତୁ, ତାଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହୁ।